हेलो फ्रेंड्स, वेलकम टू माय नेक्स्ट ब्लॉग। ଆପଣ ଦେଖିପାରୁଥିବେ ଏ ଚାରିଆଡ଼ର ସିନେରୀ। ଆପଣ ଦେଖିକି ଅନୁଭବ କରିପାରୁଥିବେ ଏଇଟା କେଉଁ ଜାଗା। ଯେଉଁମାନେ ପାଖାପାଖି ଅଞ୍ଚଳରେ ରହୁଛନ୍ତି ସିଏ ନିଶ୍ଚିତ ଭାବେ ଜାଣିପାରିବେ ଯେ ଏଇଟା କେଉଁ ଜାଗା। ଏମିତି ଗୋଟେ ଜାଗାକୁ ମୁଁ ଆସିଯାଇଛି ଠାକୁରଙ୍କ ଦର୍ଶନ କରିବାକୁ। ହଁ ଆଜ୍ଞା, ଆପଣମାନେ ଠିକ୍ ଅନୁମାନ କରିପାରୁଛନ୍ତି ଏଇଟା ହେଉଛି ଲିଙ୍ଗରାଜ ଧାମ। ଠାକୁରଙ୍କ ଲିଙ୍ଗରାଜ ଧାମକୁ ମୁଁ ଆସିଯାଇଛି ଠାକୁର ଦର୍ଶନ କରିବାକୁ। ଶନିବାର ଥିଲା, ଶନିବାର ହେଉଛି ଶିବଙ୍କ ବାର। ମୁଁ ଆସି ଯାଇଥିଲି ଠାକୁରଙ୍କୁ ଦର୍ଶନ କରିବା ପାଇଁ। ଦେଖିଲି ବହୁତ ଗୁଡ଼ାଏ ଲୋକ ଆସିଛନ୍ତି, ତା ସହିତ ବହୁତ ଗୁଡ଼ାଏ ଟୁରିଷ୍ଟ ଗାଡ଼ି ବି ଆସିଛି। ମୁଁ ପୁରା ଲିଙ୍ଗରାଜ ମନ୍ଦିର ପାଖକୁ ଯାଇକି ପୁରା ଠାକୁରଙ୍କୁ ଲିଙ୍ଗ ଛୁଇଁକି ଆସିଥିଲି। ପ୍ରବଳ ଗହଳି। ଆପଣ ତ ଜାଣିଛନ୍ତି ମନ୍ଦିର ଭିତରକୁ ତ ମୋବାଇଲ ଆଲାଉ ନାହିଁ। ସେଇ ସକାଶେ ମନ୍ଦିର ବାହାର ପରିସରକୁ ମୁଁ ଆପଣମାନଙ୍କ ସହ ସେୟାର କରୁଛି। ଦେଖନ୍ତୁ, ଆପଣମାନଙ୍କୁ ପରିସର ଦେଖନ୍ତୁ କେତେ ସୁନ୍ଦର ମନୋଲୋଭ ଦୃଶ୍ୟ ହୋଇଛି। ଚାରିଆଡ଼େ ପାର୍କ କରିଦେଇଛନ୍ତି ନବୀନ ସରକାର। ମନ୍ଦିର ଚାରିଆଡ଼ ପରିସର ପରିଷ୍କାର ପରିଚ୍ଛନ୍ନ ହୋଇଯାଇଛି। ଆଗରେ ଏମିତି ନଥିଲା, କିନ୍ତୁ ଏବେ ବର୍ତ୍ତମାନ ସବୁଆଡ଼େ ପାର୍କ ହେଇଯାଇଛି। ପାଖାପାଖି ଲୋକମାନେ ଆସିକିରି ମନ୍ଦିରରେ ପାର୍କରେ ବସିକିରି ଏନ୍ଜୟ କରିକି ଯାଉଛନ୍ତି। ଯେଉଁମାନେ ଦୂରରୁ ଆସୁଛନ୍ତି ସେମାନେ ଅଳ୍ପ ସମୟ ପାଇଁ ବସିକି ପଳାଉଛନ୍ତି, କିନ୍ତୁ ପାଖାପାଖି ଲୋକମାନେ ଆସିକି ବହୁତ ଏନ୍ଜୟ କରୁଛନ୍ତି ଏଇ ପାର୍କରେ। ଦେଖନ୍ତୁ, ଆମ ଘର ହେଉଛି ଏଇ ଓଲ୍ଡ ଟାଉନ୍, ଭୁବନେଶ୍ୱର ଓଲ୍ଡ ଟାଉନ୍ରେ। ମୁଁ ସେଇଠି ଯାଇଥିଲି ଦର୍ଶନ କରିବାକୁ। ଦର୍ଶନ କରିକି ଠାକୁରଙ୍କୁ ଦର୍ଶନ କରିକି ଫେରିଲି। ପ୍ରବଳ ଗହଳି ହେଇଥିଲେ ମନ୍ଦିର ଭିତରେ। ଏ ଚାରିଆଡ଼ ପରିସର ଦେଖନ୍ତୁ କେମିତି ସୁନ୍ଦର ସୁନ୍ଦର ଫୁଲ ଲାଗିଛି, ଗଛ ସୁନ୍ଦର ସୁନ୍ଦର ଗଛ ଲାଗିଛି। ଦେଖିକିରି ବହୁତ ସୁନ୍ଦର ଲାଗିଲା ମୋତେ। ମୁଁ ବହୁତ ଥର ଯାଇଛି, କିନ୍ତୁ ଏଥରକ ଯେମିତି ସୁନ୍ଦର ଦେଖାଯାଉଛି, ଚାରିଆଡ଼ ପରିଷ୍କାର ପରିଚ୍ଛନ୍ନ ଦେଖାଯାଉଛି, ଏମିତି ବହୁତ ବଢ଼ିଆ ଲାଗିଲା ଦେଖିକିରି ମନ୍ଦିର ଭିତର ପରିସର। ମୋତେ ବହୁତ ଭଲ ଲାଗିଲା। ମୁଁ ଯାଇକରି ସେଇଠି ସବୁଯାକ ସୁଟ୍ କଲି। ସୁଟ୍ କରିକି ଆପଣଙ୍କ ପାଖରେ ସାଙ୍ଗରେ ସେୟାର କରିବି ବୋଲି ଭାବିଲି। ପାଖାପାଖି ଅଞ୍ଚଳର ଲୋକ ତ ସେସବୁ ସବୁବେଳେ ଯାଆନ୍ତି, ଦେଖନ୍ତି, ସେ ଜାଣିପାରୁଥିବେ। କିନ୍ତୁ ଯେଉଁମାନେ ଦୂରରେ ଅଛନ୍ତି ସେମାନେ ଜାଣିପାରୁନଥିବେ ଏ ମନ୍ଦିରଟା କେଉଁ ମନ୍ଦିର। ଯେଉଁମାନେ ବି ଆସିନାହାନ୍ତି ସେ ଦେଖିକି ଜାଣିପାରୁଥିବେ। ସେମାନେ ପାଖାପାଖି ଯଦି ଲୋକ ତାକୁ ଯଦି ପସନ୍ଦ ଲାଗୁନି ଏ ଭିଡ଼ିଓଟି, ଆପଣ ଏଇଟାକୁ ସ୍କିପ୍ ବି କରିଦେଇପାରିବେ। କିନ୍ତୁ ଯେଉଁମାନେ ଦେଖିନାହାନ୍ତି ତାଙ୍କର ପାଇଁ ମୁଁ ଏଇ ଭିଡ଼ିଓଟି ବନେଇଛି। ଦେଖନ୍ତୁ, ଶିବ ପାର୍ବତୀଙ୍କର ମୂର୍ତ୍ତି କେତେ ସୁନ୍ଦର ହେଇଛି। ପାର୍କ ଭିତରେ ମନ୍ଦିର ସେ ଭିତରକୁ କାହାକୁ ଆଲାଉ ନାହିଁ। ଆମେ ସବୁ ଏ ବେଢ଼ାରେ ବସିଛୁ। ବେଢ଼ାରେ ବସିକି ଚାରିଆଡ଼ ସୁନ୍ଦର ନଜାରା ଦେଖୁଛୁ। ଠାକୁରଙ୍କ ଦରବାରକୁ ଆସିଛୁ। ଠାକୁରଙ୍କ ଦରବାରକୁ ମାଡ଼ୁ ମାଡ଼ୁ ସବୁଯାକ ଦୁଃଖ, ମୋହ, ମାୟା ସବୁ ପରିତ୍ୟାଗ କରିକି ଆସିବାକୁ ପଡ଼େ। ଏଇ ସହରରେ ଆପଣ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଏଇଠି ପରିବେଶ। ଚାରିଆଡ଼ ପରିବେଶ କେତେ ନଜାରା କେତେ ସୁନ୍ଦର ଲାଗୁଛି। ସୁନ୍ଦର ସୁନ୍ଦର ଗଛ ଲାଗିଛି। ଲୋକମାନଙ୍କ ମନୋରମ ସ୍ଥଳୀ ଭଳିଆ ହୋଇଛି। ଲୋକମାନେ ଆସିକି ଏଇଠି ସୁନ୍ଦର କି ବସିକିରି ନିଜର ମନୋରଞ୍ଜନ କରିକି ଯାଉଛନ୍ତି। ମୁଁ ବି ଆସିଥିଲି ମନ୍ଦିରକୁ। ଦେଖନ୍ତୁ ଏଇଠି କେମିତି ସବୁ ଜିନିଷର ବ୍ୟବସ୍ଥା ହେଇଛି। ଚାରିଆଡ଼େ ଯେଉଁ ଟିକି ଦୋକାନ ବଜାର ଥିଲା ସେ ସବୁ ଯାକ ଉଠା ହେଇଯାଇଛି। ବହୁତ ଗୁଡ଼ିଏ ଦୋକାନ ବଜାର ଥିଲା, ଯେମିତି ପୂଜା ଦୋକାନ ଥିଲା,